ଅଜଙ୍କର ଧର୍ମପତ୍ନୀ ହେଉଛନ୍ତି ଇନ୍ଦୁମତୀ। ରତ୍ନାକର ଧର୍ମପଟୁ ତାଙ୍କର ଓଡ଼ିଆ ରାମାୟଣ ବିଚାର ଦେଇଛନ୍ତି। ତେବେ ଅଜ ଆଉ ଇନ୍ଦୁମତୀ ଦି ଜଣ ଯାକ ତପସ୍ୟା କଲେ, କିନ୍ତୁ ଦଶରଥଙ୍କୁ ପୁତ୍ର ରୂପରେ ପାଇଲେ। ଗୋଟିଏ ବର୍ଷ ପରେ ହେଇଛି ମା ମରିଗଲା, ଇନ୍ଦୁମତୀ ଚାଲିଗଲେ। ସେତେବେଳେ ଅଜ କହିଲେ କଣ କରିବି ଏ ପୁଅକୁ? ପୁଅକୁ ହଉଛନ୍ତି ବଶିଷ୍ଠ। ବଶିଷ୍ଠଙ୍କର ମତ ଦେଇଦିଅ। ତାଙ୍କର ଧର୍ମପତ୍ନୀ ବଶିଷ୍ଠଙ୍କର କିଏ? ଅରୁନ୍ଧତୀ। ସବୁ ଶୁଣୁଥିଲେ ଭାଇ ଆସନ ଦେଇଛୁ, ଯାରେ ଶୁଣିବୁ ଆରେ ଛାଡ଼ିବୁ। ହେଲେ ମଧ୍ୟ ନାମ ଟିକେ ରଖୁଥାନ୍ତି, ସବୁ ଛାଡ଼ିକି ରଖୁଥିଲେ। ସେଇ ବଶିଷ୍ଠ ଋଷି ନେଇକି ପାଳନ କଲେ ଅରୁନ୍ଧତୀ ମା, ଦଶରଥଙ୍କୁ ପାଳନ କଲେ। ଆଉ ଦଶରଥ ଏମିତି ପାଇଗଲେ ବଶିଷ୍ଠଙ୍କ ଠାରୁ ମନ୍ତ୍ର, ଭୂତତ୍ଵ ମନ୍ତ୍ର, ସିଏ ସମିଷ୍ଟରଙ୍କୁ ଯୁଦ୍ଧରେ ମଧ୍ୟ ପରାସ୍ତ କରିପାରିବେ। ସେଇ ହଉଛନ୍ତି ଚକ୍ରବର୍ତ୍ତୀ ଦଶରଥ, ଯାହାକୁ ସତ୍ୟଯୁଗର ମନୁ ଆଉ ଶତ୍ରୁଘ୍ନଙ୍କୁ ଭଗବାନ କହିଲେ ତୁମେ ତ୍ରେତା ଯୁଗରେ ଦଶରଥଙ୍କ ସେଟା ହବ, ମୁଁ ତୁମର ପୁତ୍ର ରୂପରେ ପାର୍ବତୀ ଶୁଣୁଛନ୍ତି। ତ୍ରେତା ଯୁଗରେ ସଂସାରୀ ଲୋକ ଭଗବାନଙ୍କୁ ପୁଅ କରିକି ନେଇ ଆସିଲେ, ରାମାୟଣ କହିଲେ। ତବେ ସେତିକି ନୁହଁ, ରାମ ଜନ୍ମ କେ ହେତୁ ଅନେକା ପରମ ବିଚିତ୍ର শ্রীরাম জয় রাম জয় জয় রাম, শ্রীরাম জয় রাম জয় রাম। জন্ম এক দুই কহে বখানি, সাবধান সুমতি ভবানী। শ্রীরাম জয় রাম জয় জয় রাম, শ্রীরাম জয় রাম জয় জয় রাম। ভগবান কি রাম জন্ম কে হেতু অনেকা। ভগবানଙ୍କର ଜନ୍ମ କହିଲେ ଜନ୍ମ କର୍ମ ତୁମେ ଦିବ୍ୟ। ଭଗବତ ଗୀତାରେ ଭଗବାନ କହିଲେ ମୋର ଜନ୍ମ ଦିବ୍ୟ, ମୋର କର୍ମ ମଧ୍ୟ ଦିବ୍ୟ। ଆଜି ବିଚାର କଲେ ଜଣେ ସନ୍ନ୍ୟାସୀଙ୍କର ଅଭିଶାପରେ ରାମଙ୍କର ଜନ୍ମ। ପାର୍ବତୀଙ୍କ ହେଲେ ଯେତେବେଳେ ପାପାଜୀ ମାନେ ଅଭିଶାପ ଦେଲେ ଭଗବାନ ଆସିବେ, ସେ କେମିତିଆ ବାବାଜୀ? ନା ସବୁ ଭଲ ବାବାଜୀ। ନା କିଏ? ନା ନାରଦ ମହାମୁନି ମୁନି ଜ୍ଞାନୀ। ନାରଦ ଋଷିଙ୍କର ଅଭିଶାପରେ ରାମଙ୍କର ଅବତାର। ପାର୍ବତୀ କାନକୁ ଶୁଭୁନି ଭଲ, ଜଣେ ବାବାଜୀ ଅଭିଶାପ ଦେଲେ ରାମ ଅବତାର ହେବେ ନା? ହଁ, ନାରଦ ଋଷି ତପସ୍ୟା କରିଛନ୍ତି। ଆଉ ତପସ୍ୟା କର, ଭଗବାନଙ୍କର ନାମ କର, ଗୋଟିଏ ଜିନିଷକୁ ଛକ ମାରିଲେ ସବୁ ପାଇବା। ଆମେ ଗୋଟେ ତପସ୍ୟା କରିବା, ଯଜ୍ଞ କରିବା, ଭଗବତ କର୍ମ କରିବା, ସବୁ କରିବା, ଖାଲି ମୁଁ ଶବ୍ଦଟାକୁ କାଟିବ। ଯୋଉଠି ମୁଁ ଶବ୍ଦଟି ରହିଗଲା ସିଏ ଆଉ ହବ ନା। ଥରେ ମହାରାଜ ପଚାରିଥିଲି, ମାନେ ପ୍ରଥମ ମନ୍ଦିର ଯେତେ ଇଷ୍ଟ ବିଷୟ ଅଛି, ମହାରାଜ ମୁଁ ଟିକେ କହିପାରିବି ଆମ କଥା? କହିଲେ କଣ କହିଲୁ? କେତେ ବକ୍ତା ମାନେ କେତେ ବଢିଆ କହୁଛନ୍ତି, ମୁଁ ଟିକେ କହିପାରିବି ନା? ଆଦୌ କହିପାରିବି କାହିଁକି? ଏଇ ଶବ୍ଦଟି ଲଗେଇଲି ମୁଁ କହିବି ବୋଲି ହବ ନାହିଁ। ତଥାପି ଭଲ ଲାଗୁଛି ଶୁଣିବା ପାଇଁ। ନାରେ ମୁଁ ଶବ୍ଦ କାରଣ ମୁଁ ବୋଲି ବୋଲୁଛୁ ମନୁଆ, ଚିହ୍ନିଛୁ କି ମୁଁ କିଏ? ଚିହ୍ନିଥିଲେ ମାୟା ମାୟା ମୋহে ପଡ଼ି ଭ୍ରମୁଥାନ୍ତୁ ନିଜ ମାଏ। জয় সীতারাম জয় সীতারাম জয় জয় সীতারাম, জয় রাধে শ্যাম
ବ୍ରେନ୍ ଷ୍ଟ୍ରୋକ୍ ହେଇଗଲା ହଉଛି ନା ନାହିଁ କହ ଖାଇକିରି ଶୋଇଥିବୁ ହାର୍ଟ ଚୋକ୍ ହେଇଗଲା କହିପାରିବୁ ମୁଁ ବୋଲି ସଂସାର ଭିତରେ ମୁଁ କେବଳ ଜଣେ କହିଛନ୍ତି ଗୀତାରେ କିଏ ଭଗବାନ କୃଷ୍ଣ କହିଲେ ହେ ଅର୍ଜୁନ ଅହଂ ବୈଶ୍ୱାନର ଭୂତ୍ୱା ପ୍ରାଣିନାଂ ଦେହମାଶ୍ରିତ ପ୍ରାଣାପାନଂ ସମାଯୁକ୍ତଂ ଅଜାନନଂ ଚତୁର୍ବିଧଂ ସର୍ବସ୍ୟ ଚାହଂ ହୃଦି ସନ୍ନିବିଷ୍ଟୋ ତତସ୍ମୃତିର୍ଜ୍ଞାନମପୋହଂ ଚ ଭଗବାନ କେବଳ ଅହଂ ବୋଲି କହିବେ ସିଏ ହଉଛନ୍ତି ମୁଁ କାହିଁକି ସିଏ ହଉଛନ୍ତି ନିତ୍ୟ ମୁକ୍ତ ମାନେ ସିଏ କାହା ସାଙ୍ଗରେ ଯୋଡ଼ି ହେଇକି ରହିବେ ନାହିଁ ଶ୍ରୀମଦ ଭାଗବତ ଆପଣ ଶୁଣିଥିବେ ଶେଷରେ ଏକାଦଶ ସ୍କନ୍ଧରେ ଭଗବାନ କୃଷ୍ଣ ମନେ ମନେ ବିଚାର କଲେ କହିଲେ ହେ ଦେବର୍ଷି ନାରଦ ମୁଁ ମଲା ପୂର୍ବରୁ ଏ ସବୁ ଯାକ ଚତୁର୍ବଂଶ ନାଶ କରିବି ନା କାହିଁକି ନା ମୋ ପୁତ୍ରେ ନିଜ ବାହୁ ବଳେ ମୋ ପୁତ୍ରେ ନିଜ ବାହୁ ବଳେ ବ୍ରହ୍ମାଣ୍ଡ କରି ଅସମ୍ଭାଳେ গোবিন্দ 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 শ্রীকৃষ্ণ বৃন্দাবন চন্দ্র সহায়ন করি ମୁଁ ଯେବେ ଯିବି ନିଜ ପୁରୀ তুজে জীবি নিজ পুরী তুজে জীবি নিজ পুরী মামা কুমরি আনন্দে দিও বহুরি আনন্দে দিয় হুরহুরি আনন্দে দিয় হুরহুরি আনন্দকন্দ ভগবান কি যারা কালে ভগবান কইলে মু কাইনা না সেই ভিতরে কিছু নাই মানে সেই ভিতরে মোহ নাই আমি যেতବେଳେ মু কইবা আমার ভিতরে মোহ আসে মানে না এই ঘরটা বড় মু এটা কইছি কই মানে কোন কবিতে কষ্ট করি নয়াগড় কোঠার কলে মু কইছি বুলি কহিবানি ଆଉ କଣ ଆଜ୍ଞା କହିଛନ୍ତି ଶାସ୍ତ୍ରକାରେ ମୁଟା କେବଳ ଛାଡ଼ିବେ ଭଗବାନ କହିବେ ମୁଁ କାଳେ କେହି କରିପାରିବେନି ଦେବର୍ଷି ନାରଦ ତପସ୍ୟା କଲେ ମନ ଭିତରେ ବିଚାର କଲେ ମୁଁ ମାନେ ମୁଁ ଜିତିଗଲି କଣ କାମ କ୍ରୋଧ ଲୋଭ ଏ ତିନିଟାକୁ ମୁଁ ଜିତିଗଲି ଭଗବାନ କହିଲେ ତ ଭଗବାନ ଶିବ ବି ଜିତି ପାରିନଥିଲେ ଭଗବାନ ଯେତେବେଳେ ମୋହିନୀ ଅବତାର ଦେଖେଇଲେ ଭଗବାନ ଶଙ୍କର ବି ବାଉଳା ହେଇଗଲେ नहीं ये कौन करेनी मु जीती गली बोली संसार तो चिंता जाको प्रभु न चाहिए कहीं तो देनी से मु को नहीं कि भगवान के निकट में जाई छन नारद भगवान विचार कर आसीले पहुंचा तो नहीं कि आसीले प्रभु कहले देवर्षि ना प्रभु आपण तो कृपारे इंद्र को जो जाई थे अप्सरा माने मु तपस्या करती मोटे हाथ धरी को उठेई के नचैले तथापि मो मन भीतर ताको प्रति काम भाव जागृत हला काम भाव जागृत हलानी आउ इंद्र पद सेटा लोभ तामे आसिला मोर इंद्र पद दरकार नै आ क्रोध ताको मध्य कोनोसी अभिशाप देई नै चिंता जाक जीती गली आपन तो दया भगवान कहले जे मो कृपा पाए से मु शब्द को व्यवहार करे प्रभु तो इच्छा देना नहीं हम 16 वर्ष लाई कि प्रभु भगवत कर्म करते पारायण करते कौन करते प्रभु को कृपारे माने हमर गुणार्थ कृपारे जगन्नाथ कृपारे प्रभु को चेक सुंदर आयोजन होती ना नहीं पूर्व ओडिसा अनेक जगह आपन नाम कथा को कहे पश्चिम ओडिसा रे मो मां माने आपन माने जो पारायण सुनती बसी कि एबे आरंभ होला शेषर तो बहुत होई है ये जगह पूरा नहीं जीव ताकि भगवत कर्म रे रह प्रभु नाम के आशा रख आउ मुझको काटी दियो देवर्षि काटी पारे भगवान कहले कौन करी आत्म पाई अवतार देबी ना ना जेतर विचार करी कि कौन कले मु जीती गली बोली कहिले भगवान ने प्रशंसा पत्र दे दे करे दियो ब्रह्मचर्य व्रत रतमति धीरा तुम्हें की करई मनो भव पीरा तुम ब्रह्मचर्य ब्रह्मर्षि तमु किछि करिवो नाही कामना कहि दे कि छाडी देबे आसिला लोक सुंदरी गोटे सुंदरी कन्या की ठिया आइती बापा ठिया आइछन साधु संत लोक ना नहीं भगवान नारद को परीक्षा करे तले देखी जिदिन जेके देखिले विश्व में ही चिंता नाही कि ठिया आइती बापा ठिया आइछन साधु संत माने कोन सुटी झियोटी देखिले पंडित माने प्रवचक माने साधु संत माने ताको कन्या बयस में हिते कन्या रूप रे कोन कहिबे आशीर्वाद करिवे निजर भौणी बयस रहिते भौणी रूप ताको स्नेह आदर करिवे ना नहीं जदि मातृ बयस रहिते मातृ रूप ताको वंदना करिवे ये
କର୍ତ୍ତବ୍ୟ। ନାରଦ ଦେଖିଦେଲେ ବିଶ୍ୱମୟୀ ସୁନ୍ଦରୀକୁ। ଆଉ ତାଙ୍କ ବାପା କହୁଛନ୍ତି ବାବାଜୀ ବାବୁ ହାତ ଦେଖିଲ। ଭଗବାନ କହିଲେ ବାବାଜୀ ସାଧୁ ସାବଧାନ, ହାତ ଜମା କଣ କରେନି ଘର। ନାରଦ କିନ୍ତୁ ସେ କନ୍ୟାଟିର ହାତ ଧରିଦେଲେ। ଯେମିତି ଧରିଦେଲେ ମନ ଭିତରେ କାମ ଭାବ ଜାଗ୍ରତ ହେଲା। ପଚାରିଲେ ୟାକୁ ଗୋଟେ ଭଲ ପ୍ରସ୍ତାବ କୋଉଠି ଦେଖୁନ। ନାରଦ ଜ୍ୟୋତିଷ ହେଇକିରି ନିଜେ କାଣ୍ଡେ ଭଲ ହାତ ଦେଖିଲେ କଣ ୟାକୁ ଯଦି ମୁଁ ପାଆନ୍ତି କେମିତି ହୁଅନ୍ତା। ଭାଗବତରେ କଣ ଲେଖା ହେଇଛି, କାଷ୍ଟପି ତୁଳା ନାରୀ ରୂପେ ହୋଇବ ଯତୀଙ୍କ ସମୀପେ ଗୋବିନ୍ଦ 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 ଅଦ୍ଭୁତ ରୁଚି ନାରୀ ମୋହିନୀ ବିଷ୍ଣୁ ମାୟା ଘନେ ଯେ ତମେ ବିଦୁଧାୟା আনন্দে বলো হরি হরি বলো হরি 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 করিবে ভগবানি আনন্দে তাহলে কাষ্ঠ পিতুরা নারী রূপে থইব যতীন্দ্র ভাগবতর পুস্তকে আছে না পড়িবা কিছু কিছু আহরণ করিবা কিছু কিছু মনে রখিবা তাহলে আমাকে ভাগবত রামায়ণ আনন্দ হব। প্রত্যেক দিন সন্ধ্যা বেড়ে মো মা মানে পুরুষ লোক মানে ন করিপার কিন্তু মো মা মানে মোর অনুরোধ ସବୁଦିନ ଭାଗବତ ଟିକେ ଆଣିବ। ଦିନରେ ଗୋଟେ ଭାଗବତ ଗୋଟିଏ ଅଧ୍ୟାୟ ହଉ ବା ଗୋଟିଏ ଥାଳ ହଉ ପଢିବା। କାରଣ ପରମ ଶାସ୍ତ୍ର ଭାଗବତ। ଭାଗବତ ମୁକ୍ତି ଦେଇଦିଏ। ବିଚାର ଦେଲେ ନାରଦ ସେ ଦେଖିଲେ ମନ ଭିତରେ କାମ ଭାବ ଆସିଲା। ପଚାରିଲେ ତମର ଗୋଟିଏ ଝିଅ ନା? ହଁ। ନାରଦ କହିଲେ ଜମିବାଡ଼ି ଘରଦ୍ୱାର ସବୁ ମୁଁ ପାଇବି ଘର ଜାଣି ହେଲେ କହିବ ଲୋଭ ମଧ୍ୟ ଆସିଲା। କାମ ଆଉ ଲୋଭ ଆସିଲା। ତୁ ପାଇବି କେମିତି ତାଳି ଫାଳି ରଖିକି ବର୍ଣ୍ଣ ତାକୁ କଣ ଇଏ ସୁନ୍ଦରୀ ଗ୍ରହଣ କରିବ। ଯାଉଛି ଯିବି ଭଗବାନଙ୍କ ପାଖକୁ। ଭଗବାନଙ୍କ ପାଖକୁ ଚାଲିଲେ କାହିଁକି କାମନା ଆଉ ଲୋଭ ଏ ଦିଟା ଯାକୁ ପୂରଣ କରିବା ପାଇଁ ଆମେ ଥରେ ଥରେ ମନ୍ଦିରରେ ଗୁହାରିବାକୁ ମନା ନାହିଁ କହିଲେ ପ୍ରଭୁ ଆଉ କିଛି ମାଗୁନି ଏଇ ଗୁଣା କେମିତି ମତେ ମିଳିଯାଆନ୍ତା। କାମନା କୋଟି ପାଇଁ ଗୋଟେ ପାଳୁ କେମିତି କୋଟା ଲାଗିଯାଆନ୍ତା। ଭଗବାନ କହିଲେ ତୋ କଥା ମାଗୁନୁ ତୋ ପୁଅଟା କେମିତି ଲାଗିଯିବ, ଝିଅ ପାଇଁ କେମିତି ଭଲ ବର ହବ, ସେଥିପାଇଁ କାମନା ପରିପୂରଣ କରିବା ପାଇଁ ମୋ ପାଖକୁ ଆସିଛି। ବିଚାର ଦେଲେ କଣ କଲେ ନା ଦେଖିଲେ କାମନା ଆଉ ଲୋଭକୁ ପୂର୍ଣ୍ଣ କରିବା ପାଇଁ ଭଗବାନଙ୍କ ନିକଟକୁ ଗଲେ। ଶାସ୍ତ୍ର କରେ ନା ସେଥିପାଇଁ ଯାଅ। କିଏ ଯୋଡ଼ିକ ଯାକ ନେଇକିରି ଗଲେ ସାଙ୍ଗରେ ଗୋଟିଏ ଆଣିଲେ ଆଉ କଣ କଲେ ଯାଇକି ପଞ୍ଚାୟତରେ ପ୍ରକୃତ ଅପର୍ଯାମୀ ନା ଜାଣିନେଲେଣି। କହିଲେ ଦେବର୍ଷି ଯାଉ ଆଜି ଦର୍ଶନ ହେଲା ନା ନାଇଁ? ଦର୍ଶନ ନୁହଁ ଆଉ ମାଗିବାକୁ ଅଛି। ଭଗବାନ କହିଲେ କଣ ଆପଣ ମୋ ଉପରେ ଖୁସି ଅଛନ୍ତି? କାରଣ ମତେ ଇନ୍ଦ୍ର ଯୋଉ ପ୍ରକାର ପରୀକ୍ଷା କଲେ ମୁଁ ଜିତିଗଲି। କହିଲେ ଖାଲି ଖୁସି ନୁହଁ ପୁରା ଖୁସି ପ୍ରଭୁ। ତାହେଲେ ମୁଁ କାମ ଜିତିଲି, ଲୋଭ ଜିତିଲି, କ୍ରୋଧ ଜିତିଲି ନା? ହଁ ଭଗବାନଙ୍କୁ ଦସ୍ତଖତ କରିଦେଲେ। ତମ ଭଳିଆ ବ୍ରହ୍ମଚାରୀ ସଂସାରରେ କେହି ନାହିଁ। ମନ ନାହିଁ ବିଶ୍ୱମୋହିନୀ କି ଯେତେବେଳେ ଦେଖିଦେଲେ ପୁଣି ଦୌଡ଼ିଲେ। ଭଗବାନ କହିଲେ ଆଉ ଥରେ ପଳେଇ ଆସିଲେନି। କହିଲେ ପ୍ରଭୁ କଣ ସୁନ୍ଦର ରୂପ ମାଗିଲେ ନା କଣ? ଆପଣଙ୍କ ମୁହଁଟା ମତେ ଦରକାର। ଭଗବାନ କହିଲେ ଓଲଟିଲା। ସଂସାରୀ ଲୋକ ରୂପ ଚାହେଁ, ବାବାଜୀ ସ୍ୱରୂପ ଦର୍ଶନ କରେ। ମନେ ନାହିଁ ବାବାଜୀଙ୍କର ସ୍ୱରୂପ, ବାବାଜୀଙ୍କର ରୂପ ଦରକାର ନାହିଁ। କଣ ଖଣ୍ଡେ କୌକୁନି କନା ଟିକେ ହେଇଗଲେ ଗଲା ନା ନାଇଁ? ଲୋକ ଟିକେ ହେଇଗଲା କିଏ ଲଣ୍ଡା ହଉ କିଏ ଝାମ୍ପୁଲା ହଉ ଯିଏ ଯେମିତି ହଉ ନା ନାଇଁ? ଅର୍ଥାତ ତାଙ୍କର ରୂପ ନୁହଁ, ତାଙ୍କର ସ୍ୱରୂପ। ବାବାଜୀର ତ ତୁମର ରୂପ ଦରକାର। ମାଗିଲେଣି କହିଲେ ଖାଲି ସେଇ ରୂପ ନୁହଁ ନା ଆଉ କଣ ରୂପ ଦେଉ ପ୍ରଭୁ ମୋହି ଆପଣଙ୍କ ରୂପଟା। ଭଗବାନ କହିଲେ ମୋର ତ ଠିକ ସିନାରୀ ଦେଖିଲେ ଢେର ରୂପ ନା ନାଇଁ? ଭଗବାନ ଯେମିତି ହଉଛନ୍ତି ସହସ୍ର ସହସ୍ରପାତ ବେଦ ଚତୁର୍ବେଦ ହରିବାର ମଙ୍ଗଳା ହଉଛି ହରିବାର। ହରିବାର ପଣ୍ଡିତ ସାଧୁ ସନ୍ଥ ସମ୍ମିଳନୀ ହେଇଥିଲା। 60 ପଣ୍ଡିତ ମେଳ ହେଇଥିଲା। ମତେ ଦିଆଯାଇଥିଲା ସଂସ୍କୃତରେ କହିବେ ଆଉ ଚତୁର୍ବେଦର ପୁରୁଷ ସୂତ
ଯୋଗୁଁ ପ୍ରଭୁ ସୁନ୍ଦର ଭାବରେ ଯଜୁର୍ବେଦ ପାଠ ହେଲା। ଯଜୁର୍ବେଦକୁ ସଂସ୍କୃତରେ ସମ୍ପୂର୍ଣ୍ଣ 22ଟି ଯାକ ବୁଝାଇବା ପରେ ସମସ୍ତେ ଖୁସି ହେଲେ। ହରିବୋଲ ପ୍ରଥମ ପରିଚୟ ପତ୍ର ମୋତେ ମିଳିଲା। ମୁଁ କହିଲି ଯାକୁ ଅଜ୍ଞାନୀ ଯଦି ଏତେ ମିଳିଲାଣି ହେଲେ ମଧ୍ୟ ନାରଦ କହିବାନି ଯାହା ଦେଇଛନ୍ତି ପ୍ରଭୁ ଦଉଛନ୍ତି, ଯାହା ପ୍ରଭୁ ଦେଇଛନ୍ତି। ଆଜି ବିଚାର ପୂର୍ବକ କହିଲେ ମୋତେ ଆପଣଙ୍କ ରୂପଟା ଦରକାର। ଭଗବାନ କହିଲେ ମୋ ତ ଅନେକ ରୂପ ନା, ସବୁଗୁଡ଼ାକ ସବୁ ନେବି ନା ଆଉ ଗୋଟିଏ ରୂପ ନେବି ନା। ନାରଦ କୋଉ ରୂପ ନବ ନା ହରିମୁଖ ମାଗମ ସୁନ୍ଦର ତାଇ ହରିମୁଖଟା ଦିଅନ୍ତୁ। ଭଗବାନ କହିଲେ ହରି ମାନେ ସିଂହ, ହରି ମାନେ ମର୍କଟ ନାଇଁକି, ତେଣୁ ଆଉ ହରି ମାଗିଲେଣି ମାନେ ୟାଙ୍କୁ ଦବା ହରିମୁଖ। ଭଗବାନ ଜାଣିଦେଲେ କହିଲେ ୟାଙ୍କୁ ମର୍କଟ ମୁହଁଟା ମାଙ୍କଡ଼ ମୁହଁଟା ଦେବେ। ସୁନ୍ଦର ଭାବରେ ମର୍କଟ ବେଶ ଦେଇଦେଲେ। ନାରଦ ଆଉ ଦର୍ପଣ ଦେଖିଲେ ଯୋଉଠି ପ୍ରଭୁ ଦେଇଛନ୍ତି, ତେଣୁ ନାରଦ ତମକୁ ହରିମୁଖ ପ୍ରାପ୍ତ ହେବା। ଆସିଲେ, ଆସିଲା ବେଳକୁ ସିଏ ସୁନ୍ଦରୀ ମାୟାରେ ପ୍ରଭୁ କଣ କରିଛନ୍ତି, କେତେ ଗୁଡ଼ିଏ ସୁନ୍ଦର ରାଜା ସବୁ ବରଣ ହେଇଛନ୍ତି। ଏ ବିଶ୍ୱମୁନି ସୁନ୍ଦରୀ ଫୁଲମାଳଟିକି ନେଇକିରି ଯାଉଛି, ଯେମିତି ଦେଇଦବ। ନାରଦ କହିଲେ ଆକୁ ଦଉ କାହିଁକି ଚାହିଁବ, ଭଗବାନଙ୍କଠୁ ମୁହଁ ଆଣିଛି ଓ ଆଉ ଏମିତି ବେଶ କଟିଂ ତାର ହବ। ସାଙ୍ଗେ ସେ ଆଗକୁ ଖାଲି ମୁହଁ ଦେଖେଇଲେ, ଯେମିତି ଆଗକୁ ମୁହଁ ଦେଖେଇଲେ। ବିଶ୍ୱମୁନି କହିଲେ ମାଙ୍କଡ଼ଟି ଭିତରେ କଣ ଆସିଲା କଣ କଣ ମାଙ୍କଡ଼ ମୁହଁଟେ ମାନେ ମଣିଷ ଶରୀର ମୁହଁଟା ମାଙ୍କଡ଼ ମୁହଁ। ସେଥିରେ ନାରଦ କହିଲେ ନା ଟିକେ ସ୍ମାଇଲିଂ କରିବି ନା କଣ ଟିକେ ସ୍ମିତ ହାସ୍ୟ। ମାଙ୍କଡ଼ ଯେତେବେଳେ ହସିଦେବ କିକାରି ହେଲା ଭଳିଆ ତେଣୁ ଏଭଳିଆ ରୂପକୁ ଯେମିତି ଦେଖିଲା ବିଶ୍ୱମୁନି ଆଣିକି ପଳେଇଲା। ନାରଦ କହିଲା ଭଲ କରି ଦେଖିନି ନା, ମଝିକି ଯିବି ମଝିରେ ଗଲେ ପୁଣି ଭିତ କାଢ଼ିଲେ। ବିଶ୍ୱମୁନି କଣ କି ମାଙ୍କଡ଼ ମାଟା ଖାଲି ପର୍ଯ୍ୟନ୍ତ ହଉଛି ବାରମ୍ବାର, ପୁଣି ଛାଡ଼ିଦେଲେ। ପାର୍ବତୀଙ୍କୁ ଭଗବାନ ଶଙ୍କର କହିଲେ ଶୀତ କି ନାଇ ଶୀତ କି ନାଇ ସମୟ ରଘୁନାଥ 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 ତୁମେ ପରା ଅନାଥ হে রঘুনাথ 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 তুমি পরা অনাথ। ভগবান কি বিচার করে রামায়ণে ভগবান এতে সুন্দর কহিলে মা বাণ বসিতে কি নাই। হে পার্বতী ମୁଁ ପ୍ରଭୁ ଯେତେବେଳେ ଜୀବକୁ ନଚେଇବାକୁ ଚାହାନ୍ତି ଏଥିରେ ସାଧୁ କିଏ ସଂସ୍ଥ କିଏ ନାଇଁ ବୁଢ଼ କିଏ ପଣ୍ଡିତ କିଏ ସମସ୍ତେ ନାଚ କରିବେ। ଆଜି ବାବାଜୀ ନାଚ କଲେ କଣ ଲାଷ୍ଟ ବେଞ୍ଚକୁ ଗଲେ, ଲାଷ୍ଟ ବେଞ୍ଚ ଗଲାବେଳକୁ ସେଇ ସମୟ ଦେଖିଲା ସେଇ ମାଙ୍କଡ଼ ବାରମ୍ବାର ଖେଳି ହେଉଛି ଖାଲି ବେଞ୍ଚକୁ ବେଞ୍ଚ ଡେଇଁଲେ। ତୁଳସୀ କହିଲେ ମା ପାର୍ବତୀ ହସିଦେଲେ କହିଲେ ପ୍ରଭୁ ଭଗବାନ ଏମିତି ନଚାନ୍ତି। ବାବାଜୀ ନାରଦକୁ ଏମିତି କାମରେ ରଖିଲେ ଯେ ଏମିତି ସୁନ୍ଦର ରୂପ ଦେଖିକିରି ଖାଲି ନାଚ କରିକି ତଳ ପଛ ବେଞ୍ଚକୁ ଗଲେଣି। ପଛ ବେଞ୍ଚକୁ ଯାଇକି ଦେଖିଲେ ଏମିତି ବିଶ୍ୱମୋହିନୀ ଗଲେ। ଶେଷକୁ ନାରାୟଣ ଠିଆ ହେଇଥିଲେ, ତାଙ୍କ ବେକରେ ବର୍ଣ୍ଣମାଳା ଟିକେ ଦେଇଦେଲେ। ପ୍ରଭୁ ତାଙ୍କୁ ନେଇକିରି ଗଲେ। ଚାହିଁଲେ ନାରଦ ସେ ବିଶ୍ୱମୋହିନୀ କୁଆଡ଼େ ଗଲା ସେ ସୁନ୍ଦରୀ କହିଲେ ସିଏ ଆଉ ଅଛି କି ନା ଆଉ ନାରାୟଣ ଆସିଥିଲେ। ନାରଦ ଚମକି ପଡ଼ିଲେ କହିଲେ କଣ ମତେ ପେଣ୍ଟିଂ କରିକି ପଠେଇଲେ ମୋ ବରକୁ ବେଦିରେ ବସେଇ କନ୍ୟାକୁ ନେଲେ ନିଜରାଇ। ମୁଁ ମୁହଁ ମାଗିଥିଲି କଣ ପାଇଁ ୟାକୁ ପାଇବି ବୋଲି, ମତେ ବସେଇ ଦେଇକି ହରିବୋଲ ନେଇକିରି ବାହାରେ ମାର୍କଟିଆ ହେଇଗଲା। ସେଗୁলো ବାହା ନେଇକି ପଳେଇଲେ ନେଇକିରି କ୍ରୋଧ ଆସିଗଲା। ଭଗବାନ ଦିନେ ଯାଉଛନ୍ତି, ପ୍ରଭୁ କହିଲେ ନା ନାରଦ ସଂସାରରେ କାମ କ୍ରୋଧ ଲୋଭ ତିନୋଟିକୁ ଏକାଠି କରି କେବେ କେହି ମୋ ନିକଟକୁ ଆସନ୍ତି ନାହିଁ। ମାନେ ଏ ତିନି ନେଇକିରି ଆସନ୍ତିନି। ଆଜି ବିଚାର ଦେଲେ ଭଗବାନ ନିଜେ ଉଧେଇ ଆସିଲେ। ଠିକ ମଝିରେ ଭେଟ ହେଇଗଲା। ନାରଦ ଯାହା ଥିଲା ଗାଳି ଦେଲେ, ଯେତେ ଥିଲା ରାଗ ତାହେଲେ ପ୍ରଭୁ ମୁଁ ଆପଣଙ୍କୁ ଅଭିଶାପ ଦେବି। ଭଗବାନ ଗ୍ରହଣ କରିବେ। କଣ ହବ? ଅସୁର ସୁରା ବିଷ ଶଙ୍କରହି ଆପୁର ମହାମନିଟା। ଅସୁର ସୁରା ବିଷ ଶଙ୍କରହି ଆପୁର ମହାମନିଟା। ସ୍ୱାର୍ଥ ସାଧକ କୁଟିଲ ଗୁଣ ସଦା କପଟି ବ୍ୟବହାର। श्री राम जय राम जय जय राम, श्री राम जय राम जय
ଜିନିଷ ଆପଣ ନେଲେ ଭଗବାନ କହିଲେ ନାରଦ ଖାଲି ଗାଳୁଛନ୍ତି କ୍ରୋଧ ମାନେ ତ ସମୁଦ୍ର ମନ୍ଥନ ହେଲା ପ୍ରକୃତି ଆପଣ ନେଲେ କୌସ୍ତୁଭ ମଣି ଆପଣ ନେଲେ ପର୍ଯ୍ୟାବତକୁ ଇନ୍ଦ୍ରକୁ ଦେଲେ ଭଲ ଉଦ୍ଦେଶ୍ୟମାନ ଦେଲେ ସବୁ ଦେଲେ ଅସୁରମାନଙ୍କୁ ବିଷ ଦେଲେ ଭଗବାନ କହିଲେ ମୁଁ ଦେଲି ନା ହଁ ଆପଣ ଦେଇଛନ୍ତି ଅସୁର ସୁରା ବିଷ ଆଉ ସେସବୁ ଯୋଗୁଁ ଭଳିଆ ଶିବଙ୍କୁ ଦେଇଦେଲେ ଭଗବାନ କହିଲେ ସେ ପାର କରିଲେ ବୋଲି ଦେଲେ ମନେ ନାହିଁ ଭଗବାନ ପାର କରିବେ ବୋଲି ତାଙ୍କୁ ଦିଆହେଲା ଅସୁର ସୁରା ବିଷ ସଙ୍ଗର ହିଁ ଆପୁ ରମା ବୋଲି ଚାଲ ସୁନ୍ଦର ରମା ରଖିକି ଆପଣ ନେଲେ ସ୍ୱାର୍ଥ ସାଧକ କୁଟିଲ କହ ଆପଣ ସ୍ୱାର୍ଥୀ ଆପଣ ହଉଛନ୍ତି କଣ କୁଟିଳ ଯେତେ ଥିଲା ଭଗବାନ କହିଲେ ନାଇଁ ଯେ ଜୀବ ପାଖରେ ସ୍ୱାର୍ଥ ଥାଏ ଈଶ୍ୱର ପରମାତ୍ମା ଈଶ୍ୱର ହେଲେ ପରମାତ୍ମା ଜୀବ ହଉଛନ୍ତି କୁଟିଳ ଈଶ୍ୱର ହଉଛନ୍ତି ଶିଶିର ମାନେ ସ୍ୱାର୍ଥ ସାଧକ କୁଟିଲ ତୁମ ସଦା କପଟି ବ୍ୟବହାର ସଦାବେଳେ କପଟ ବ୍ୟବହାର ଭଗବାନ ଟିକେ ମନ ଦୁଃଖ କରିଛନ୍ତି ନିଜ କୁଣ୍ଡରେ ସେ କହୁଛନ୍ତି ଆଉ ମୋରି ମାୟାରୁ ସେ ମତେ କଥା କହୁଛନ୍ତି ମୁଁ ଯେତେବେଳେ ଚୁମ୍ବକଟା ଛଡେଇ ଦେବି ଆଉ ଏ କଥା କେବେ କହିବେ ସେଇ ମାୟାର ଚୁମ୍ବକ ଟିକେ ଛଡେଇବା ପାଇଁ 16 ବର୍ଷ ହେଲା ଆମ ଚାଲିଛି କଣ କଥା ସତ୍ସଙ୍ଗ ପ୍ରଭୁ କେମିତି ସଂସାର ଭିତରୁ କଣ ଯିବି ନା ନାଇଁ ଗଲାବେଳେ ଏ ମାୟାଟା ମୁହଟା କେମିତି ଦୂରି ଦୂରି କହି ଶେଷରେ ଟିକେ ରାମ ନାମ ହବ ଚଳୁଥିବ ମୋହ ବୟବ ରାମ ନାମ ତୁଣ୍ଡରେ ଥିବ ରାମ ନାମ ତୁଣ୍ଡରେ ଥିବ ରାମ ନାମ ତୁଣ୍ଡରେ ଥିବ ରାଜୀବ ଚରଣ ହେ ବଦରସନ ରାଜୀବ ଚରଣ ହେ ବଦରସନ ସତେ କିଏ ଭୋଗୁ ହୋଇବି ପାରି ହେ ଓ ଦଣ୍ଡଧାରୀ ସତେ ଦେଖିବ କି ହେଲେ ଦୁଃଖ ମୋହରି ହେ ଓ ଦଣ୍ଡଧାରୀ ସତେ ଦେଖିବ କି ନେତ୍ରେ ଦୁଃଖ ମୋହରି ହେ ଓ ଦଣ୍ଡଧାରୀ ମୋହିନୀର କିତେ ବଛ ମୋର ନେତୃ ମୋହିନୀର କିତେ ବଛ ମୋର ସତେ ପ୍ରାଣ ଜୀବ ତୋ ନାମ ଧରି ହେ ଓ ଦଣ୍ଡଧାରୀ ସତେ ଦେଖିବ କି ନେତ୍ରେ ଦୁଃଖ ମୋହରି ହେ ଓ ଦଣ୍ଡଧାରୀ ସତେ ଦେଖିବ କି ନେତ୍ରେ ଦୁଃଖ ମୋହରି